ତିନିଟା ପାର୍ଟି ରେଲସେଲ ସେଠି ହଉଥିଲା, ଶହ ଶହ ଲୋକ ସେଠି ଥିଲେ। ପଡିଆଟା କୋଉ ଘର ନାହିଁ ଅଫିସ ଆମର ସେଠି, ପେଣ୍ଡାଲ ଦିହରେ ଅଫିସ, ସବୁ ମ୍ୟାନେଜର ଷ୍ଟାଫ ସବୁ ଥାଇକି ସେ ଲେଖିକି ନିଜେ ଗଲା ଯେ ମୁଁ ଇଏ କରିବି। ମାନସିକ 2 ଦିନ ମାନସିକ ନିର୍ଯାତନା ତାକୁ ଦେଇଦେଲେ ଲୋକ। ଏତେ ଲୋକ 600 ଲୋକ କେହି ଦେଖିଲେନି। ଯୋଉ 2ଟି ଲୋକ ଯାଇଛନ୍ତି ସେଇ ତାର ସାକ୍ଷୀ ବାପି ମାମୁନି। ଇଏ ଗୋଟେ ପ୍ଲାନିଂ ରେ ଯୋଉମାନେ ପଇସା ନେଇଛନ୍ତି ଆହୁରି କିଛି ଅଛନ୍ତି ପଇସା ଦେଇନାହାନ୍ତି, ତାଙ୍କ ନାଁରେ ବି ନୋଟିସ ଯିବ। ମୁଁ ଆପଣଙ୍କୁ କହିଦଉଛି। ଆସନ୍ତା ବର୍ଷ ସେ ବୁକିଂ ହେଇଥିଲେ ଏଇ ଯୋଉ ଜୁନ ମାସରେ 2024 ଜୁନରେ ସେ ଆସିଥିଲେ, 4 ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଆସିଲା ବେଳକୁ ଯାତ୍ରାକୁ ଯେତେବେଳେ ରିହର୍ସାଲକୁ ଆସିଲେ ତାଙ୍କ ହାତ ଭାଙ୍ଗି ଯାଇଛି। ହାତ ଭାଙ୍ଗି ଆସିଥିଲେ, ତେଣୁକରି ସେ ଯେତେବେଳେ ରିହର୍ସାଲ ଷ୍ଟାର୍ଟ କଲେ ରାଇଟର ଡାଇରେକ୍ଟର ମନା କଲେ ଯେ ସେ ପାରୁନାହାନ୍ତି, ନାଚ କରିପାରୁନାହାନ୍ତି, ଯେହେତୁ ନୂଆ ହେଇଛନ୍ତି ନାଚ ସେ କରିପାରିଲେନି। ଆମ ଯୋଉ ରୋଲ ଦେଲେ ହାତ ବି ଭାଙ୍ଗି ଯାଇଛି। ସେ ନିଜେ ପରିସ୍ଥିତି ନଥିଲେ ଯାତ୍ରା କରିବା ପାଇଁ। ସେଠୁ କଣ ହେଲା, ତାଙ୍କୁ ସେ ଯିବାକୁ କହିଲା ଗୋଟେ ଦିନ 2 ଦିନ ମାତ୍ର। ସେ ଯୋଉ କହୁଛନ୍ତି 2 ଦିନ ଠିକ କଥା, 4 ଲକ୍ଷ ନେଇଛନ୍ତି। 2 ଦିନ ପରେ ଆମେ କହିଲୁ ପଇସା ଫେରିକି ଆପଣ ଯିବାକୁ ପଡିବ, କାହିଁକିନା ଆମେ ପଇସା କାମ କରିନା ପଇସା ଦେଇଦେବୁ କି? ପଇସା ସେଠୁ ସେମାନେ କହିଲେ ଯେ ମୁଁ ଦେଇପାରିବି ନାହିଁ, କିଛି ଦିନ ଟାଇମ ନେବି। ଆପଣମାନେ ଦେଖନ୍ତୁ, ସେ ନିଜେ ଲେଖିକି ଯାଇଛନ୍ତି। ଏ ଯୋଉ ଇଏ ଦେଖନ୍ତୁ, ଏ ନିଜେ ଲେଖିକି ଦେଇ ତାଙ୍କ ହାତ ଲେଖା ଯେ ଏତିକି ଦିନ ଭିତରେ ପଇସା ଦବୁ। ପଇସା ନ ଦେବାରୁ ଆମେ କୋର୍ଟର ଦ୍ୱାରସ୍ଥ ହେଲୁ। କୋର୍ଟ ଦ୍ୱାରସ୍ଥ ଯେତେବେଳେ ହେଲୁ, ଆମେ ଯେତେବେଳେ ନୋଟିସ କଲୁ, କୋର୍ଟ ନୋଟିସ, ଏଇଟା କୋର୍ଟ ନୋଟିସ ଦେଖନ୍ତୁ। କାହିଁ ଫେରେଇଲିନି ବୋଲେ 4/10 ଆମେ କରିଛୁ ନୋଟିସ। ଦେଖନ୍ତୁ 4/10/2024 କରିଛୁ। ତାଙ୍କ ଓକିଲ ତାର ଉତ୍ତର ଦେଇଛନ୍ତି ଯେ ମୋ ଇଏ ଦସ୍ତଖତ ଦେଇଛନ୍ତି, କଣ ବ୍ଲାଙ୍କ ପେପରରେ ଦସ୍ତଖତ ଦେଇଛନ୍ତି। ତାଙ୍କ ଓକିଲ ଦେଖନ୍ତୁ, ଏଇଟା ବି ଦେଖନ୍ତୁ, ତାଙ୍କ ଓକିଲ ଦେଇଛନ୍ତି 4/10 ଯେ ଲେଖିଛନ୍ତି ବ୍ଲାଙ୍କ ପେପରରେ ଆମେ ସାଇନ ନେଇଛୁ ବୋଲି। କିନ୍ତୁ ତାପରେ ଆମେ ଆଇନ ଆଶ୍ରୟ ନେଲୁ, ଆମେ କୋର୍ଟ ଦ୍ୱାରସ୍ଥ ହେଇଛୁ ମାନେ ଯିବୁ। ସେ ପଇସା ନ ଦେବାରୁ, କିନ୍ତୁ ତାଙ୍କର ଓକିଲ ତା କହିଛନ୍ତି ଭୁଲ ତଥ୍ୟ ଦେଇଛନ୍ତି। ସେ ନିଜେ ହାତରେ ନିଜେ ଲେଖିଛନ୍ତି, ଏଇଟା ପୁରା ତାଙ୍କ ପ୍ରମାଣ। ଦରମା ଖାତା ବି ଦେଖେଇ ଦଉଛି, ଦେଖିବେ। ପଇସା ନେଲା ପରେ ଯେତେବେଳେ ପଇସା ମାଗୁଛୁ କୋର୍ଟର ଆସରୁ, ସେ ପଇସା ନ ଦେବା ପାଇଁ ଏସବୁ ପ୍ଲାନ କରୁଛନ୍ତି। କିଛି ଆହୁରି କିଛି ଅଛନ୍ତି, ସେ ବି ବାହାରିବେ। ଆପଣ ମାନେ ଯେତେବେଳେ 3ଟା ପାର୍ଟି ରେଲସେଲ ସେଠି ହଉଥିଲା, ଶହ ଶହ ଲୋକ ସେଠି ଥିଲେ। ପଡିଆଟା କୋଉ ଘର ନାହିଁ ଅଫିସ ଆମର ସେଠି, ପେଣ୍ଡାଲ ଦିହରେ ଅଫିସ, ସବୁ ମ୍ୟାନେଜର ଷ୍ଟାଫ ସବୁ ଥାଇକି ସେ ଲେଖିକି ନିଜେ ଗଲା ଯେ ମୁଁ ଇଏ କରିବି। ମାନସିକ 2 ଦିନ ମାନସିକ ନିର୍ଯାତନା ତାକୁ ଦେଇଦେଲେ ଲୋକ। ଏତେ ଲୋକ 600 ଲୋକ କେହି ଦେଖିଲେନି। ଯୋଉ 2ଟି ଲୋକ ଯାଇଛନ୍ତି ସେଇ ତାର ସାକ୍ଷୀ ବାପି ମାମୁନି। ଇଏ ଗୋଟେ ପ୍ଲାନିଂ ରେ ଯୋଉମାନେ ପଇସା ନେଇଛନ୍ତି ଆହୁରି କିଛି ଅଛନ୍ତି ପଇସା ଦେଇନାହାନ୍ତି, ତାଙ୍କ ନାଁରେ ବି ନୋଟିସ ଯିବ। ମୁଁ ଆପଣଙ୍କୁ କହିଦଉଛି। ପଇସା ଯୋଉମାନେ ନେଇଛନ୍ତି ଗୋଟେ ଗ୍ରୁପ ହେଇଛନ୍ତି। ପଇସା ଯୋଉମାନେ ଇଏ କରିଛନ୍ତି, ସେମାନେ ଶୁଣନ୍ତୁ, ଯୋଉମାନେ ବା ପଇସା ନ ଦେବା ପାଇଁ ଚାହୁଁଛନ୍ତି ଏସବୁ ଆଲିଗେସନ ଆଣୁଛନ୍ତି। ସେ କାନ୍ଦିକି ଅଭିନୟ କରି ଦେଖୁଛନ୍ତି ତ, କି ଅଭିନୟ କହିଲେ ଆପଣ, କାନ୍ଦିକି କରୁଛି। ସେଠି ଯେତେ ଷ୍ଟାଫ ଥିଲେ, ମୋ ପାର୍ଟିକି ପଳେଇ ଯାଆନ୍ତୁ, ଆପଣ ମାନେ ବୁଝିବେ। ମୋ ଗାଁକୁ ଯାଆନ୍ତୁ, ବୁଝିବେ। ସେଠି 600 ଲୋକ ଗୋଟାଏ ଜାଗାରେ ଥିଲେ, କେହି ଗୋଟିଏ ଲୋକ ଜାଣିଲେନି। ଆଉ ସିଏ କଣ ପୂର୍ବରୁ ତାପରେ ଏଠୁ ଗଲେ ବାଘାତିନି ମାଲିକଙ୍କ ନାଁରେ ବାରଙ୍ଗ ଥାନାରେ ଏଫଆଇଆର ଦେଇଥିଲେ, ଆପଣ ବୁଝିବେ। ସିଏ ତ ପଇସା ମାଗିଛନ୍ତି ତାଙ୍କ ନାଁରେ, ଏଇ ଏଫଆଇଆର ବି ଦେଇଛନ୍ତି। ଯେ ସମ୍ପୂର୍ଣ୍ଣ ମିଥ୍ୟା, ଆପଣ ଜାଣିନାହାନ୍ତି। ମୁଁ ସତରେ ଅଛି, ଆଜି ବି କହୁଛି। ଉଚିତ ଆପଣ ମାନଙ୍କୁ ଦିଆହଉଛି ନା ନାଇଁ? ଇଏ ନୁଚିବା ଯଦି ନଥାନ୍ତି, ଏ ଯୋଉ କୋର୍ଟ କାଗଜ ସବୁ କରିଥାନ୍ତି। ପଇସା ନ ଦେବାକୁ ମାଗିଲା ବେଳକୁ ପଇସା ନ ଦେବା ପାଇଁ ସବୁ ବାହାରିଲ। ସେଠି ବା ସବୁବେଳେ ଲୋକ ଗହଳ ଚଳ, ବଜାର ସେଭଳିଆ। ମ୍ୟାନେଜର ହାତ ପୁରେଇ ଦେଲା, ମତେ କହିଲେ କାନ୍ଧରେ ହାତ ପୁରେଇଲା, ଆଉଁସିଲା। ଲୋକ ସବୁ ଦେଖିଲେନି, ଶହ ଶହ ଏତେ ଯୋଉ ଲୋକ ଚାକିରି କରିଛନ୍ତି, ତା ପଚାରିଲେ ଯାଇକି ପଇସା ମଗା ଯାଉଛି କି କୋର୍ଟରେ କେସ୍ କରାହଉଛି, ସେଇମାନେ ଅଭିଯୋଗ କରୁଛନ୍ତି। ଆହୁରି କିଛି ଲୋକଙ୍କୁ ଯାହାକୁ ନ ରଖିବି ତାଙ୍କୁ ବି କୁହାଯାଇଛି। ସେମାନେ ନାଁ ମୁଁ କହିବିନି, ଯେହେତୁ ସେ କହିଛନ୍ତି ପଇସା ଦେଇଦେବା ପାଇଁ, ତାଙ୍କ ନାଁ ବି ମୁଁ କହିବାକୁ ଚାହୁଁନି। ପଇସା ମୋର ବହୁତ ଅଛି, 1.5 କୋଟି ଟଙ୍କା ବାହାରେ ପଡିଛି। ପଇସା ଦବାକୁ ପଡିବ ତାଙ୍କୁ। ଆପଣ ସ୍ୱୀକାର କରୁଛନ୍ତି।